ବର୍ତ୍ତମାନ ସୁଦ୍ଧା ବିକଶିତ ଓଡ଼ିଶାର ହାଇକୋର୍ଟ କଣ ନିର୍ଦ୍ଦେଶ ଦେଇଛନ୍ତି, କୌଣସି କାର୍ଯ୍ୟ ଦେଶ ଆମ ପାଖକୁ ହସ୍ତଗତ ହେଇନି। ହସ୍ତଗତ ହେଲା ପରେ ଆମେ ତାକୁ ବିଭାଗ ସହିତ ବସି ଆଲୋଚନା କରିବୁ, ସରକାର ନିର୍ଣ୍ଣୟ କରିବ। ଦେଖନ୍ତୁ, ଆମେ ଭାରତ ବର୍ଷରେ ଓଡ଼ିଶାର ଆଦିବାସୀ ମାନଙ୍କର ସଂଖ୍ୟା ହଉଛି ତୃତୀୟ ନମ୍ବର ଥିବା ଦୃଷ୍ଟିରୁ ଏଠିକାର ଆଦିବାସୀ ମାନଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ଦେବା ପାଇଁ, ତାଙ୍କର ହକ ଦେବା ପାଇଁ ସବୁ ସମୟରେ ସରକାର ଚିନ୍ତା କରିଛନ୍ତି। ସେଇ ଦୃଷ୍ଟି ନେଇ ଆମେ ଦେଖିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ ଗୁଡ଼ିଏ ଯୋଜନା ବି ପ୍ରସ୍ତୁତ କରିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ଯୋଜନାର ଶୁଭାରମ୍ଭ କରି ଆଦିବାସୀ ମାନଙ୍କର ବିକାଶ ସାରା ଭାରତବର୍ଷରେ ହଉ ସେ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ପେସା ମାଧ୍ୟମରେ ସେମାନେ ଉପକୃତ ହେବେ ଏବଂ ପେସାକୁ ଆଇନକୁ ଲାଗୁ କରିବା ପାଇଁ ମୁଁ ବିଗତ ଦିନରେ ଆପଣମାନଙ୍କୁ ମୋର ଉତ୍ତର ରଖିଥିଲି, ବିଧାନସଭାରେ ଉତ୍ତର ରଖିଥିଲି ଯେ ଟିଏସସି ମିଟିଂରେ ରଖିବା, ପ୍ରତ୍ୟେକ ବିଧାୟକ ମାନଙ୍କୁ ଯେଉଁମାନେ ମେମ୍ବର ଅଛନ୍ତି ଅବଗତ କରିବା ଏ ବିଷୟରେ ଆମେ ଯୋଉ ଗୋଟେ ସର୍କୁଲାର ତିଆରି କରିଛୁ, ସେ ସର୍କୁଲାରକୁ ଆମେ ସମସ୍ତଙ୍କୁ ହସ୍ତାନ୍ତରିତ କରିଛୁ। କିନ୍ତୁ ଆହୁରି ଟିକେ ରୁଧିବନ୍ତ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି ନ ହେବ ସେ ଦୃଷ୍ଟି ନେଇ ଗତକାଲି ମୋ ବିଭାଗ ସହିତ ଆମେ ଯୋଉ ଆଦିବାସୀ ଉନ୍ନୟନ କଲ୍ୟାଣ ବିଭାଗ ଅଛି, ସେ କଲ୍ୟାଣ ବିଭାଗର କମିଶନର ଏବଂ ତାଙ୍କର ଅଧିକାରୀ ମାନଙ୍କ ଉପସ୍ଥିତିରେ ଆମେ ଆଲୋଚନା ହେଇଛି। ଆଲୋଚନାରେ ଆମେ ଅଧିକରୁ ଅଧିକ ଲୋକଙ୍କୁ ସହଯୋଗ କରିବା ଏବଂ ଓଡ଼ିଶାର ଅଗ୍ରଗତି କ୍ଷେତ୍ରରେ ସେମାନଙ୍କର ବି ଭୂମିକା ରହୁ ଏ ପ୍ରକାର ଗୋଟେ ନିଷ୍ପତ୍ତି ହେଇଛି। ଆହୁରି ଗୋଟିଏ ଟିଏସସି ମିଟିଂ ହେବା ଆଗରୁ ଆମେ କନଭରଜେନ୍ସରେ ବିଭିନ୍ନ ବିଭାଗର ହୋମ ଡିପାର୍ଟମେଣ୍ଟର କାମ ଅଛି, ମାଇନିଂ ଡିପାର୍ଟମେଣ୍ଟର କାମ ଅଛି, ରେଭିନ୍ୟୁ ଡିପାର୍ଟମେଣ୍ଟର କାମ ଅଛି, ୱାଟର ରିସୋର୍ସ ଡିପାର୍ଟମେଣ୍ଟର କାମ ଅଛି, ତା ସଙ୍ଗେ ସଙ୍ଗେ ମୋର ବିଭାଗର କାମ ଅଛି, ଆଇଟିଟି ବିଭାଗର କାମ ଅଛି, ଯୋଉଟା କି ଆଦିବାସୀ ରିଲେଟେଡ ଯେତେ ଗୁଡ଼ିଏ ବିଭାଗ ଉପରେ ସେମାନଙ୍କର କାମ ଅଛି। ଏଠି ଫରେଷ୍ଟ ଡିପାର୍ଟମେଣ୍ଟର ବି କାମ ଅଛି। ସବୁ ବିଭାଗର ଅଧିକାରୀ ମାନେ, କମିଶନର ମାନେ ଉପସ୍ଥିତିରେ ତାକୁ ପୂର୍ଣ୍ଣାଙ୍ଗ କରାଯିବ ଏବଂ ଟିଏସସିରେ ଆମେ ପାରିତ କରିବା ପାଇଁ ଆମେ ନିର୍ଣ୍ଣୟ ନେଇଛୁ। ଯୋଉ ଆଗାମୀ ଟିଏସସି ହେବ ସେଇଠି ହିଁ ପେସାକୁ ଆମେ ଆଲୋଚନା ବିଷୟବସ୍ତୁରେ ରଖିବୁ ଏବଂ ଆଗାମୀ ଦିନରେ ପେସା ଓଡ଼ିଶା ପ୍ରଦେଶରେ ଲାଗୁ ହେବ। ଦେଖନ୍ତୁ, ମୁଁ ଏଇ ଭିତରେ 4ଟା ଜିଲ୍ଲା ଗସ୍ତ କରିଥିଲି। 4ଟି ଜିଲ୍ଲା ଗସ୍ତ କଲା ବେଳେ ଜିଲ୍ଲା ମାନଙ୍କର ଯୋଉ ରାସ୍ତା, ଗାଁ, ରେଭେନ୍ୟୁ ଭିଲେଜ ଯୋଉ ଅଛି, ପ୍ରତ୍ୟେକ ବ୍ୟବସ୍ଥାକୁ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା କମିଟିରେ ଟିକିନିକି ଭାବରେ ଆଲୋଚନା କରିଛି। ଯୋଜନା ପ୍ରସ୍ତୁତ କରିବା ପାଇଁ ତାଙ୍କୁ ମୁଁ 2 ମାସ ସମୟ ଦେଇଛି ଯେ ଆମେ ଯୋଉ ରାସ୍ତା ଅଛି ସେ ରାସ୍ତା କିପରି ସମ୍ପୂର୍ଣ୍ଣ ହେବ, ଗାଁକୁ କେମିତି କନେକ୍ଟିଭିଟି ଦେଇପାରିବ। ପ୍ରତ୍ୟେକ ବିଭାଗର ଅଛି, ଏଠି ଆରଏନବି ଅଛି, ଆରଡି ଅଛି, ପଞ୍ଚାୟତରାଜ ବିଭାଗ ଅଛି। କିଛି ରାସ୍ତା ଅଛି ଜଳସେଚନ ବିଭାଗର ଯୋଉ ମୁଁ ଅଞ୍ଚଳ ଗସ୍ତ କରିଥିଲି ସେ ଅଞ୍ଚଳରେ କମ ଅଛି, କିନ୍ତୁ 3 ବିଭାଗର କେତେ ରାସ୍ତା ଅଛି ସେ ରାସ୍ତା ନିରୂପଣ କରିବା ପାଇଁ ମୋ ଜିଲ୍ଲାର ସମୀକ୍ଷା ବୈଠକରେ ଏ ବିଷୟକୁ ଅତି ନିଖୁଣତାର ସହିତ ନିର୍ଣ୍ଣୟ କରିବା ପାଇଁ ସେ ପ୍ରକାର ପ୍ରସ୍ତାବ ଦେଇଛି, ଯାହାକି ଆମେ କିଲୋମିଟର ଯଦି ଗୋଟେ ଜିଲ୍ଲାର ମିଳିଯିବ, ପପୁଲେସନର କ୍ରାଇଟେରିଆ ମିଳିଯିବ, ତାହେଲେ ଆମେ ସବୁ ଗାଁକୁ ଭଲ ରାସ୍ତା ଦେଇପାରିବା। ଏ ପ୍ରକାର ପ୍ରସ୍ତାବ ଭିତରେ ଆମେ ଭାଗ କରିପାରିବା ଯେ ଆଦିର ଯଦି ରାସ୍ତାକୁ ଉନ୍ନତି ହେଇଛି ତାହେଲେ ତାକୁ ଆମେ ଆରଏନବି ଦେଇପାରିବା।
पंचायत आरडी को दे पारिबा एवं पंचायत जो किसी अंश रहिला से अंश भी आमे डीसी रो आमे करि पारिबा सीएफसी एसएफसी रो करि पारिबा ए प्रकार निर्णय होई पारिबो। तो योजना जदि ठीक भाव हो पारिबो सबु गाँ को आमे रास्ता संयोगकरण करि पारिबा मोर उद्बोध होइछि एवं चारि जिला नुआपड़ा कलाहांडी नवरंगपुर कोरापुट गस्तरे गला बेले मो ए विषय को अति निखुणतार सहित आपण माने डीपीआर प्रस्तुत करिवे तालिका प्रस्तुत करिवे किलोमीटर प्रस्तुत करिवे एवं ताको आमे 5 वर्ष भितर केते आमे करि पारुछु ए प्रकार निर्णय देइछु किंतु निर्णय भितर भी आमे समय को अपेक्षा कले आमे सब भी रास्ता संयोगकरण करि परिबा ए प्रकार भी दृश्यमान होइछि बोली हम अनुभव करछि। ନୂଆ ଗୋଟେ ଫେସକୁ ନେଇ ସରକାର ମୋତେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ସେମାନେ କିଏ ବିଜନେସ୍ କରିଛନ୍ତି ସେମାନଙ୍କର ଗୋଟେ ଏଫିସିଏନ୍ସି ରହିଛି ସେଭଳି ଅଫିସରଙ୍କୁ ମଧ୍ୟ ସରକାର ବର୍ତ୍ତମାନ ଦେଖନ୍ତୁ ସରକାର ନିଷ୍ପତ୍ତି ନିଏ ଅନେକ ସମୟରେ ଅନେକ ପ୍ରକାର ବ୍ୟବସ୍ଥା ଭିତରେ ନିଷ୍ପତ୍ତି ନିଅନ୍ତି ନୂତନ ସରକାର ମାନଙ୍କୁ ବଦଳି କରିବାରେ ଏଇଟା ନୂଆ ନୁହେଁ ଏ ପରମ୍ପରା ସବୁ ସମୟରେ ରୁହେ ସେଇ ଦୃଷ୍ଟିରୁ ସରକାର ଚିନ୍ତା କରନ୍ତି ଯେ କୋଉ ଅଫିସର ମିଳିଲେ କୋଉ ବିଭାଗ ଠିକ ହେବ ତାଙ୍କର ପାରଦର୍ଶିତାକୁ ସେମାନେ ନିର୍ଣ୍ଣୟ କରନ୍ତି ସେ ନିର୍ଣ୍ଣୟ ଅନୁସାରେ ନେଇଥାନ୍ତି ସେଇ ଦୃଷ୍ଟିରୁ मुख्यमंत्री जो तालिका प्रस्तुत कर आज लोकलोचन को आनी आगामी दिन में से विभाग क्षेत्र में निश्चित भाव में उन्नति हो सठिक भाव में से काम करेंगे ये विश्वास नहीं अदल बदल प्रक्रिया तो से विषय निश्चित भाव में समस्ते आम जानीछु समस्त अजणा जिनिस हुए ना तो दृष्टि आम से विभाग गतिशील अधिक हम अधिक रुद्धिमंत कार्य हम ये विश्वास समस्त अच्छी बोलिक विश्वास करें।